ଏମିତି ଗୋଟେ ଇଣ୍ଟରେଷ୍ଟିଂ ବାଲାଟେ। ନାଇଁ ନାଇଁ ସାର୍ଟ ଖୋଲ ନା ନା ଖୋଲ ଖୋଲ ନା ନା ମ୍ୟାଡ଼ାମ୍ କହୁଛନ୍ତି ମାନେ ତମକୁ ଖୋଲିବାକୁ ପଡ଼ିବ ନା ଖୋଲ ଦେଖେ ସେ କଳା ଜାଇଟା କୋଉଠି ଅଛି ଦେଖା 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 ନାଇଁ ଆରେ ନାଇଁ ତ ଆଉ ମ୍ୟାଡ଼ାମ୍ କାହିଁ ଏମିତି କହୁଛନ୍ତି ଭଲ ଗୁଡ଼ା କାହିଁ କୋଉଠି ତ କଳା ଫଳା ନାହିଁ କେବଳ ବାପା ଦେଖେଇ ପାରେନି କିନ୍ତୁ ବାପା ମନ ଭିତରେ ଯେଉଁ କଷ୍ଟ ରହିବ ତା ନିଜ ପିଲାଙ୍କ ପାଇଁ ବଳାତ୍କାର ସମାଜ ଭିତରେ ରହୁଛି ଆପଣ ସେଫ୍ ନାହାନ୍ତି ଆଜି ପ୍ରତ୍ୟେକ ମୁହୂର୍ତ୍ତରେ ଆପଣ ଇଭେନ୍ ଏ ପୁଅ ପିଲା ବି ସେଫ୍ ନାହାନ୍ତି ଆମେ ଝିଅ ପିଲାଙ୍କ କଥା କାହିଁ କହିବା ୟୁ ଆର୍ ନଟ୍ ସେଫ୍ ୟୁର ଚାଇଲ୍ଡ ଇଜ୍ ନଟ୍ ସେଫ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆପଣ ଏ ସିନେମାରେ ହଲି ପାରିବେନି ଏଣ୍ଡ ବେଳକୁ ଜାଣିପାରିବେ ଯେ ଘଟଣା ହେଉଛି କ'ଣ ହେଲା ବୋଲି ବହୁତ କଷ୍ଟରେ ଫିଲ୍ମଟାକୁ କରିଛନ୍ତି ଆପଣମାନଙ୍କର ସହଯୋଗରେ ଯାହା ହଉ ଫିଲ୍ମଟା କେମିତି ଭଲ ଭାବରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ଲୋକଙ୍କ ପାଖରେ ପହଞ୍ଚିଲେ ଆଗାମୀ 3 ତାରିଖ ଏପ୍ରିଲ 3 ତାରିଖ ଦିନ ସମସ୍ତଙ୍କୁ ଅନୁରୋଧ ସମସ୍ତେ ଆସନ୍ତୁ ଫିଲ୍ମ ହଲ୍କୁ କାହିଁକିର ଶବ୍ଦ ହେଉଛି ଆପଣଙ୍କର ମନ ଏବଂ ଆପଣଙ୍କର ବୁଦ୍ଧି ଆଉ ବିବେକ ତିନିଟା କଥା ରହିଛି ଆପଣ ମନ କହିବ ଯେ ମୁଁ ଆସିକି ଏଇନେ ଟିକେ ଏଇଠି ସେଇ ଦୁଷ୍କର୍ମଟେ କରିଦେବି କିନ୍ତୁ ଆପଣ ବୁଦ୍ଧି ବିବେକଟେ କହିବ ଯେ ନାଇଁ ଟିକେ ରହିଯା ଟିକେ ଗୋଟେ ସ୍ଟେପ୍ ପଛକୁ ଯା ତାପରେ ନିଜେ ଭାବେ ମୁଁ ଏଇଟା କଲେ କ'ଣ ହବ ଆରେ ପୁଲିସ ଅଛି ରେ ସେ ଭୟଟା ଆସିବା ଦରକାର ପୁଲିସ ଅଛି ରେ ମୋତେ ଧରି ପକେଇବ ତେଣୁ ମୁଁ କରିବେନି ଏସବୁ ମାନେ ବହୁତ ଭାବିଲେ ତ ବହୁତ କଥା ହବ କିନ୍ତୁ ତିନିଟା କଥା ଦିଆହେଇଛି ବୁଦ୍ଧି ଦିଆହେଇଛି ବିବେକ ଦିଆହେଇଛି ମନ ଦିଆହେଇଛି ମନ ତ କହିବ କରିବା ପାଇଁ ଯେଉଁମାନେ ବୁଦ୍ଧି ଆଉ ବିବେକର କାମ କରୁଛନ୍ତି ସେମାନେ ବହୁତ ଡିସିପ୍ଲିନ ୱେରେ ଅଛନ୍ତି ସେମାନେ ସବୁ ପରମାତ୍ମାଙ୍କ ସହିତ ଲୀନ ହେବେ ଏବଂ ଭଲ ଶାନ୍ତିରେ ରହିବେ ଗୋଟେ ଭଲ ଏମିତିଆ ପ୍ରଶ୍ନଟେ ପଚାରିଦେଲା ଯେ ସେ ଯିଏ ବାପା ହେଇଥିବ ସିଏ ହିଁ କେବଳ କହିପାରିବ ଝିଅର ବାପା ହେଇଥିବ ଯଦି ସେଇଟା ଆପଣ ଫିଲ୍ କରନ୍ତି ଯଦି ସେଇଟା ମୁଁ ଅଭିନୟ ହେଲା ବେଳେ କହିପାରିବି କିନ୍ତୁ ବର୍ତ୍ତମାନ ଯେଉଁ ରିଅଲିଷ୍ଟିକ୍ କୋଶ୍ଚିନ୍ ଆପଣ ପଚାରୁଛନ୍ତି ତାର ଉତ୍ତର ମୁଁ ଦେଇପାରିବିନି କାରଣ ସେ ବାପାର ଦୁଃଖଟା କେତେ ମାତ୍ରାରେ ରହିବ ତାର ପରିଣାମ କେତେ କେବଳ ସେ ବାପାଟା ହିଁ କହିପାରିବ ଆଉ ରିଅଲି ଏଇଟା ବହୁତ ବଡ଼ କଷ୍ଟର କଥାଟି ଏଟାକୁ ବୟାନ କରିହେବନି ବହୁତ ଦୁଷ୍କର୍ମ ହେଉଛି ଆଉ ବାପାମାନେ କେବଳ ବାପା ଦେଖେଇ ପାରେନି କିନ୍ତୁ ବାପା ମନ ଭିତରେ ଯେଉଁ କଷ୍ଟ ରହିବ ତା ନିଜ ପିଲାଙ୍କ ପାଇଁ ସାର୍ ଆପଣ ଏଇ କଥା କହିଲା ବେଳକୁ ଆପଣ ବି ଭାବ ବିହ୍ୱଳ ହେଇଯାଉଛନ୍ତି ଭାବ ବିହ୍ୱଳ ମାନେ କ'ଣ ଏଇ କନସେପ୍ଟରେ ଆମେ ପାଖାପାଖି 20-25 ବର୍ଷ ହେଲା କାମ କରୁଛୁ ଯେ ମହିଳାମାନଙ୍କ ପ୍ରତି ଯେଉଁ ଘରୋଇ ହିଂସା ହେଉଛି ଏଇଟା ଗୋଟେ ଛୋଟିଆ ହିଂସା ନୁହଁ ବଳାତ୍କାର ସମାଜ ଭିତରେ ରହୁଛି ଆପଣ ସେଫ୍ ନାହାନ୍ତି ଆଜି ପ୍ରତ୍ୟେକ ମୁହୂର୍ତ୍ତରେ ଆପଣ ଇଭେନ୍ ଏ ପୁଅ ପିଲା ବି ସେଫ୍ ନାହାନ୍ତି ଆମେ ଝିଅ ପିଲାଙ୍କ କଥା କାହିଁ କହିବା ୟୁ ଆର୍ ନଟ୍ ସେଫ୍ ୟୁର ଚାଇଲ୍ଡ ଇଜ୍ ନଟ୍ ସେଫ୍ ଆମେ ତାକୁ ଏତେ ହେୟଜ୍ଞାନ ବୋଲି ଭାବିବା ଉଚିତ ନୁହଁ ଆପଣ ତାକୁ ଏତେ କାଜୁଆଲି ନିଅନ୍ତୁ ନାହିଁ ୟୁ ଜଷ୍ଟ ଟକ୍ ଆବାଉଟ୍ ଇଟ୍ ୟୁ ଅଲ୍ ଦ ରିପ୍ରେଜେଣ୍ଟେଟିଭ୍ ଅଫ୍ ଦ ସୋସାଇଟି ଜଷ୍ଟ ଟକ୍ ଆବାଉଟ୍ ଇଟ୍ ଇଟ୍ସ ନଟ୍ ଏ ସ୍ମଲ୍ ଥିଙ୍ଗ ଖବରକାଗଜର ପ୍ରତ୍ୟେକ ପୃଷ୍ଠାରେ ବାହାରୁଛି ଆପଣ ତାକୁ ପଜିଟିଭ ୱେରେ ତାକୁ କେମିତି କ'ଣ କରାଯାଇପାରିବ ତା ଉପରେ ଆଲୋଚନା କରନ୍ତୁ ଏମିତି ମାନେ ବହୁତ ଗୁଡ଼ାଏ ଘଟଣା ହେଉଛି ଘଟଣାକୁ ଆମେ ବହୁତ ମାତ୍ରାରେ ଦେଖାଉଛେ ବଡ଼ ଆକାରର ଘଟଣା କିନ୍ତୁ ଏ ବଡ଼ ଆକାରର ଘଟଣାକୁ କେମିତି ସମାଧାନର ଦିଗ ଉପରେ ଧ୍ୟାନ ଦିଅନ୍ତୁ ଆୱାରନେସ୍ଟା ବହୁତ ମାତ୍ରାରେ ଦରକାର ହୁଏ ଛୋଟ ପିଲାମାନେ ଯେଉଁମାନେ 8-9 କ୍ଲାସ୍ରେ ଅଛନ୍ତି 10 କ୍ଲାସ୍ରେ ଅଛନ୍ତି ସେମାନେ କୋଉଭଳି ଭାବରେ ଦୁଷ୍କର୍ମ ପୁଅ ପିଲା ବି ଦୁଷ୍କର୍ମ ଶିକାର ହେଉଛନ୍ତି ବୋଧେ ସେଇଟା ରେକର୍ଡ଼ ହେଉନି ମାନେ କ'ଣ ବହୁତ ଭଲ ଲାଗିଲା ସେ ଯେଉଁ ଲୋକେସନରେ ଆମେ ସୁଟ୍ କରିଛୁ ଗୋଟେ ଗାଁର ଏନଭାରମେଣ୍ଟରେ ରହିକି କାମ କରିବା ରିଅଲି ଗୋଟେ ବହୁତ ବଡ଼ କଥା ଏଇଟା ଜଗତସିଂହପୁର ଆପଣଙ୍କର ନିଜେ ପ୍ରଡ୍ୟୁସର ଏଇ ଯେଉଁ ଡାଇରେକ୍ଟରଙ୍କ ନିଜ ଘର ଗାଁ ତାଙ୍କରି ସେଇ ଏରିଆରେ ଧାରିବିଲରେ ଜଣେ ମଧ୍ୟ ମା ଅଛନ୍ତି ତାଙ୍କର ସେଇଠି ଗୋଟେ ବହୁତ ବଡ଼ ସିନ୍ଟେ ହେଇଛି ଯେଉଁଟାକି ଆପଣ ଦେଖୁଛନ୍ତି ଆଚ୍ଛା ସିଏ ଯଦି ତୁମ ସ୍ୱାମୀ ନୁହନ୍ତି ତାହେଲେ ସେ ଯେଉଁ ଡାଇଲଗ୍ଟା ମୁଁ କହୁଛି ସେଇଟା ସେଇ ଜାଗା ମାଆଙ୍କର ପୀଠରେ ସେଠି ତାଙ୍କର ଗୋଟେ ବଡ଼ ଯାତ୍ରା ହେଉଛି ଆଉ ସେଇ ପୀଠରେ ଯାତ୍ରା କରିକିରି ଏ ଡାଇରେକ୍ଟର ମଧ୍ୟ ଆୱାର୍ଡ଼ ନେଇଛନ୍ତି ଇଏ ସେ ସବୁ ଜାଣିଛନ୍ତି ଇଏ ଆକ୍ଟର ଲୋକ ସାର୍ ଗୋଟେ ଡାଇଲଗ ମାନେ ଗୋଟେ ଯେମିତି ଶଙ୍କୁନି ମାଇଣ୍ଡର ହଉ ଗୋଟେ ସେମିତି ଗୋଟେ ଡାଇଲଗ ଯୋଉଟା ପାଇଁ ଆମେ ବି ଯାଇକି ଦେଖିବୁ କି ସାର୍ କ'ଣ ଏମିତି କହିଥିଲେ ଆଉ ଥରେ ଆମେ ବି ଟିକେ ଚେକ୍ କରିବୁ ଏମିତି ଗୋଟେ ଇଣ୍ଟରେଷ୍ଟିଂ ବାଲା ନାଇଁ ସାର୍ଟ ଖୋଲ ନା ନା ଖୋଲ ନା ନା ମ୍ୟାଡ଼ାମ୍ କହୁଛନ୍ତି ମାନେ ତମକୁ ଖୋଲିବାକୁ ପଡ଼ିବ ନା ଖୋଲ ଦେଖେ ସେ କଳା ଜାଇଟା କୋଉଠି ଅଛି ଦେଖା 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 ନାଇଁ
ଆରେ ନାଇଁ ତ ମ୍ୟାଡ଼ାମ୍ କାହିଁ ଏମିତି କହୁଛନ୍ତି ଭଲ ଗୁଡ଼ା କାହିଁ କୋଉଠି ତ କଳା କଳା ନାହିଁ କିନ୍ତୁ ଓଲଟାରେ ବୁଝିବେ ଏଇଟା ସବୁ କିଛି ନୁହଁ। ମୁଁ ତ କହିବି ବହୁତ ସୁନ୍ଦର ସିନେମାଟେ ହେଇଛି। ରିଲିଜ୍ ପୂର୍ବରୁ ମଧ୍ୟ ଦୁଇଟା ତିନିଟା ଷ୍ଟେଟ୍ ମାନେ ନ୍ୟାସନାଲ୍ ଆୱାର୍ଡ଼ ମଧ୍ୟ ପାଇସାରିଲାଣି। ତେଣୁ ଆପଣମାନଙ୍କୁ ଅନୁରୋଧ ଆପଣମାନେ ଏମିତିଆ ସିନେମାକୁ ପ୍ରୋତ୍ସାହନ ଦିଅନ୍ତୁ, କାରଣ ଓରିଜିନାଲ୍ କାହାଣୀ ଉପରେ ଆଧାରିତ ନୂଆ କଥା, ନୂଆ ପ୍ରେଜେଣ୍ଟେସନ୍ ଆଣ୍ଡ ଆପଣମାନଙ୍କୁ ଭଲ ଲାଗିବ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆପଣ ଏ ସିନେମାରେ ହଲି ପାରିବେନି। ଏଣ୍ଡ ବେଳକୁ ଜାଣିପାରିବେ ଯେ ଘଟଣା ହେଉଛି କ'ଣ ହେଲା ବୋଲି। ୟା ଭିତରେ ଏତେ ଟୁଇଷ୍ଟ ଆଣ୍ଡ ଟର୍ନ ଅଛି, ଏତେ କ'ଣ କହିବି ମାନେ ୟା ଭିତରେ ଲୁଚା ଛପା ଜିନିଷ ଏତେ ଅଛି, ଆପଣ ବସିଲେ କେତେବେଳେ ସରିଯିବ ସିନେମାଟା ଆପଣ ଜାଣିପାରିବେନି। ଭଲ ଲାଗିବ ଏବଂ ପଇସା ଅସୁଲ ମୁଁ ପାଇବି। ନିଶ୍ଚିତ ଭାବରେ ଏ ସିନେମାରେ ବହୁତ ଗୁଡ଼ିଏ କଥା କୁହାଯାଇଛି। ତେଣୁ ମୁଁ ତ ଅନୁରୋଧ କରିବି ଦର୍ଶକମାନେ ସିନେମା ଆସି ଦେଖନ୍ତୁ, ଏ ବିଷୟରେ ଜାଣିପାରିବେ ଏବଂ ବୁଝିପାରିବେ କେଉଁ ରିଲେସନ୍ କେମିତି ଭାବରେ ଏବଂ କେଉଁ ରିଲେସନ୍ର ପରିଧି କେତେ ହେବା ଦରକାର ସେ କଥା ଦର୍ଶକମାନେ ଜାଣିପାରିବେ। ପୋଲିସ ଭଲ ଅଛନ୍ତି, 100 ଜଣ ଭଲ ଭିତରେ ଆଉ ଯଦି ମାନେ 10-20ଟା ଖରାପ ଅଛନ୍ତି ତାହେଲେ ନ୍ୟାୟ ତ କାହାକୁ ମିଳନ୍ତାନି। ମୁଁ ସେ ପୋଲିସ ମାନେ ସିଏ ତ ଆପଣ ସାମାଜିକ କଥା କହୁଛନ୍ତି, ମୁଁ ଏଇଠି ଚରିତ୍ରର କଥା କହୁଛି। ଚରିତ୍ର ପୋଲିସ ଏ ପୋଲିସ ଅଫିସରଟା ଏତେ କରପ୍ଟ ପୋଲିସ ଅଫିସର ନୁହଁ ବୋଲି ତ ତାକୁ ନେଇକରି ହେଇଆଡ଼େ ପୁରେଇଛନ୍ତି, ଏତେ ଗାଁରେ ପୁରେଇଛନ୍ତି ଯେ ଇଏ ପୁରା ଧନ୍ଦୀ ହେଇଗଲାଣି। ଭୁବନେଶ୍ୱରରେ ତାକୁ ରଖେଇ ଦେଲେନି, ଖାଲି ପକୁଡ଼ି ଆଣିବାକୁ ଯା, ସେ ଅମକ ଆଣିବାକୁ ଯା, ସମକ ଆଣିବାକୁ ଯା, ବଡ଼ ଅଫିସରଙ୍କର କାମ କର, ଏସବୁ କାମ କରିବନି ବୋଲି କଲା ନେଇ ବୋଲି ତାକୁ ନେଇକି ହେଇଆଡ଼େ ପୁରେଇ ଦେଇଛନ୍ତି ଗୋଟେ ଗାଁ ଭିତରେ। ସାର୍ ଗୋଟେ ଅଭିଯୋଗ ଅଛି ଯେ ପୋଲିସ ସବୁ କାମ ସରିଲା ପରେ ଲାଷ୍ଟକୁ ଆସେ। ଆପଣ ମାନେ ଫାଷ୍ଟରୁ ଜାଣିପାରନ୍ତିନି ଗୋଟେ କ୍ରାଇମ ଘଟିବା ପାଇଁ ଯାଉଛି। ସମାଜରେ ଯାହା ଚାଲେ ସେଟା ସିନେମା ମାଧ୍ୟମରେ ଦେଖାଯାଏ ଯେ ପୋଲିସ ସବୁବେଳେ ପଛରେ ଆସିଛି। ଆଉ ଏମିତି ବେଳେବେଳେ ପୋଲିସ ପାଖରେ ଆଗରୁ ଖବର ଥାଏ ଯେ ଏଇଆ ଚାଲିଛି, ସେ ୱାଚ୍ କରୁଥାଏ ଯେ ତମର ଚାଲିଚଳନ ତମର ଚରିତ୍ରକୁ ସେମାନେ ଅନୁଧ୍ୟାନ କରୁଥାନ୍ତି। ତୁମେ ପୁରା ଭିଜିଲାଣ୍ଟ ହେଇକି ତମ ପାଇଁ ରହିଥାଏ, ଦୃଷ୍ଟିରେ ତମେ ଥାଅ। ତେଣୁ ତମେ ଯୁଆଡ଼େ ତମେ ଭାବୁଛ ଗୋଟେ ଖରାପ କାମ କରିଦେଇକି ତମେ ବୁଲିକି ପଳେଇବ, ଏକଥା ହେଇପାରିବନି। ତମ ଉପରେ ନଜରଟା ଅଛି, ସେଇଥିପାଇଁ ତ 4 ଜଣଙ୍କ ଭିତରେ ଗୋଟାଏ ମାଡ଼ ହେଇଯାଏ ଯୋଉଟାକି ଠିକ୍ ହେଇଥିବ। ତେଣୁ ଏମିତି କେହି ଖସି ଯାଇପାରିବେନି। ଆଉ ଏଠୁ ଯଦି ଖସିଗଲ ଉପରୁ ଯୋଉ ନ୍ୟାୟ ହେଉଛି ସେଠୁ କୋଉଠୁ ଖସିଯିବ। ତେଣୁ ଏଇଠି ନ୍ୟାୟ ଅଛି, ନ୍ୟାୟ ଏଇଠି ତମେ ଖରାପ କାମ କରିବ, ଏଇଠି ହିଁ ନ୍ୟାୟ ତମକୁ ମିଳିବ। ଏପ୍ରିଲ 3 ତାରିଖ ରିଲିଜ ହେଉଛି ଦର୍ଶକ। ଏପ୍ରିଲ 3 ତାରିଖ ଦିନ ପୋୟୋଦକମ୍ ରିଲିଜ ହେଉଛି ଗୁନଗୁନ ଫିଲ୍ମସ ମାଧ୍ୟମରେ ପ୍ରଯୋଜିତ, ଗୁନଗୁନ ଫିଲ୍ମସ ପ୍ରଯୋଜିତ ଏବଂ ଗୁନଗୁନ ନିଜେ ତାକୁ ପ୍ରଯୋଜନା କରିଛନ୍ତି। ଶିବପ୍ରସାଦ ମହାନ୍ତି ତାକୁ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ନିଜର କାହାଣୀ, ସେ କାହାଣୀକୁ ଯେତେବେଳେ ଗୁନଗୁନକୁ ଶୁଣେଇଲେ ନିଶ୍ଚିତ ଗୁନଗୁନକୁ ବହୁତ ଭଲ ଲାଗିଲା, କାରଣ ସେ ନିଜେ ଜଣେ ମାନେ ଓଡ଼ିଶୀ ନୃତ୍ୟାଙ୍ଗନା ଏବଂ ତାଙ୍କୁ ଏଇଟା ଭଲ ଲାଗିଛି। ଏଥିରେ ଓଡ଼ିଶୀ ଆମର କଲଚରଟା ବି ଏଥିରେ ଯୋଡ଼ି ହେଇକରି ଅଛି। ତେଣୁ ତାଙ୍କୁ ଯେତେବେଳେ ଯେହେତୁ ଗୋଟେ ଆର୍ଟିଷ୍ଟ, ତେଣୁ ତାଙ୍କୁ ଭଲ ଲାଗିଛି, ବହୁତ ଭଲ ଲାଗିଲା କନସେପ୍ଟଟା ଏବଂ ସେ ଇମିଡ଼ିଏଟଲି ରାଜି ହେଇଗଲେ, ଅଣ୍ଟା ଭିଡ଼ି ଦେଲେ ଯେ ହଁ ଆମେ ଏଇ ସିନେମାଟାକୁ କରିବା। ବହୁତ କଷ୍ଟରେ ଫିଲ୍ମଟାକୁ କରିଛନ୍ତି, ଆପଣମାନଙ୍କର ସହଯୋଗରେ ଯାହା ହଉ ଫିଲ୍ମଟା କେମିତି ଭଲ ଭାବରେ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଲୋକଙ୍କ ପାଖରେ ପହଞ୍ଚିଲେ ଆଗାମୀ 3 ତାରିଖ ଏପ୍ରିଲ 3 ତାରିଖ ଦିନ ସମସ୍ତଙ୍କୁ ଅନୁରୋଧ, ସମସ୍ତେ ଆସନ୍ତୁ ଫିଲ୍ମ ହଲ୍କୁ ଏବଂ ଫିଲ୍ମଟିକୁ ଦେଖନ୍ତୁ। ଏଇଟା ଆମର କାହାଣୀଟା, ଆମ ଓଡ଼ିଶାର କଲଚର ତା ଭିତରେ ଲୁଚିକିରି ରହିଛି। ଆପଣମାନେ ଦେଖନ୍ତୁ, ଜାଣିବେ, ନିଶ୍ଚିତ ରୂପେ ଆପଣଙ୍କୁ ଭଲ ଲାଗିବ। ଗୋଟେ ସମିଶ୍ରଣ ଏଇଠି ଅଛି, ମାନେ ଆପଣଙ୍କର ଓଡ଼ିଆ କଲଚର, ଆର୍ଟ ଫର୍ମ, ତା ସହିତ କିଛି କମର୍ସିଆଲିଜିମ୍। କାରଣ କମର୍ସିଆଲ ନ ଦେଖେଇଲେ ବି ତ ଆପଣମାନଙ୍କୁ ଟିକେ ଏଣ୍ଟରଟେନ୍ ବି ହେବା ଦରକାର। ତେଣୁ ମୁଁ ଅଛି ଏଣ୍ଟରଟେନ୍ କରିବା ପାଇଁ। କୁହାଯାଉଛି କି ସିନେମା ଦେଖିଲା ପରେ ଗୋଟେ ରେପ୍ ମାନସିକତା ରଖୁଥିବା ମଣିଷ ମାନଙ୍କ ଭିତରେ ଗୋଟେ ପରିବର୍ତ୍ତନ ଆସିବ। ସେମାନେ ସବୁ ଦୁଷ୍ଟ ମାନସିକତାର ଲୋକ, ଯୋଉମାନେ ଏସବୁ ବଳାତ୍କାର ଉଦ୍ୟମ କରନ୍ତି, ଯୋଉମାନେ ଏଭଳି କାମରେ ଅଛନ୍ତି, ଲିପ୍ତ ଅଛନ୍ତି, ଏଇଟା ତାଙ୍କର ମାନସିକତାରେ ହିଁ ଏଇଟା ରହିଛି, ତାଙ୍କ ମୁଣ୍ଡରେ ଏଇଟା ଅଛି। ଆକୁ ଚେଞ୍ଜ କରିବା ବହୁତ କଷ୍ଟ। ଏମିତି 100ଟା ଫିଲ୍ମ ଆସିଲେ ଯାଇକରି ସେ ଗୋଟେ ଲୋକଟା ଯଦି ଭାବିବ ତାହେଲେ ଚେଞ୍ଜ ହେଇପାରିବ। ବଟ୍ ସେ ଲୋକଟା ଗୋଟେ ମାନସିକ ସ୍ତରରେ ଯୋଉମାନେ ଦୁଷ୍ଟ ଅଛନ୍ତି ସେମାନେ ଟିକେ ଧ୍ୟାନ କରିବା ଦରକାର, ସେମାନେ ଟିକେ ମେଡିଟେସନ କରିବା ଦରକାର,
ମାଆଙ୍କୁ ଟିକେ ସ୍ମରଣ କରିବା ଦରକାର, ମା ମୋତେ ଟିକେ ସଦ୍ବୁଦ୍ଧି ଦିଅନ୍ତୁ। ଯଦି ଏବେ ତମେ ସଦ୍ବୁଦ୍ଧି ନ ନବ ତାହେଲେ ସେଇ ଯୋଉ ତେଲ କଡ଼େଇଟା ଦେଖାଯାଉଛି ଆମ ସିନେମାରେ, ଘୋଷାରି ଘୋଷାରି ଜଣେ ନେଉଛି ତେଲ କଡ଼େଇରେ ପକେଇବା ପାଇଁ, ସେଇ ଘୋଷାରି ଘୋଷାରି ହେଇକି ତେଲ କଡ଼େଇରେ ପଡ଼ିଆ ଯାଏ ତମେ ଯିବ। ପୋଲିସ ନ ଦେଇପାରେ, ପୋଲିସ ତମର କିଛି ନ କରିପାରେ, କିନ୍ତୁ ତେଲ କଡ଼େଇରେ ପଡ଼ିବାଟା ଥୟ। ସାର୍ ମଣିଷର ଦେହ ତ ନଥିବ, ତେଲ କଡ଼େଇରେ ପଡ଼ିଲେ ତାକୁ କଷ୍ଟ କେମିତି ହବ? ଏ ବଡି ନଥାଉ, ନେକ୍ସଟ ଯୋଉ ବଡି ଆସିବ ସେ ବଡିଟା ତେଲ କଡ଼େଇରେ ପଡ଼ିବ। ଏଇଟା ଏଇଟା ଗୋଟେ ଏଇଟା ବର୍ତ୍ତମାନ ଶୁଭ୍ରାଂଶୁ ନାୟକର ବଡି ବର୍ତ୍ତମାନ, କିନ୍ତୁ ଇଏ ଆତ୍ମା ରହିଛି। ପରମାତ୍ମାଙ୍କ ସହିତ ଲୀନ ହେବା ପର୍ଯ୍ୟନ୍ତ, ତମେ ଯେ ପର୍ଯ୍ୟନ୍ତ ଭଲ କାମ ନ କରିଛ ସେ ପର୍ଯ୍ୟନ୍ତ ତମେ ପରମାତ୍ମାଙ୍କ ସହିତ ଲୀନ ହେଇ ନପାରିବ। ଆତ୍ମା ଆଉ ପରମାତ୍ମା ଏ ଦିଟାଙ୍କ ଗୋଟିଏ। ପରମାତ୍ମାଙ୍କ ସାଙ୍ଗରେ ଲୀନ ହେବା ପାଇଁ ଆତ୍ମା ସବୁବେଳେ ପ୍ରୟାସ, କିନ୍ତୁ କିଛି ମାନେ ରାସ୍ତା ମାନେ କଟେଇ ଦେଇଛନ୍ତି, ଇଆଡ଼େ ସିଆଡ଼େ ପଳେଇ ଯାଇଛନ୍ତି, ତେଣୁ ତାଙ୍କୁ ବାଟକୁ ଆଣିବା ପାଇଁ ଏଭଳିଆ ଫିଲ୍ମ ହେଇଛି। ପୋଲିସ ଅଫିସର ସବୁବେଳେ ଅନେଷ୍ଟ ଥାନ୍ତି, ଯେମିତି ନିୟମ କାନୁନ ରହିବ ସେମିତି ପୋଲିସ ଇନ୍ସପେକ୍ଟର, ମୁଁ ଇନ୍ସପେକ୍ଟର ରୋଲ୍ କରୁଥିଲି ତ କରୁଛି, ତ ଯେମିତି ନିୟମ କାନୁନ ରହିବ ସେମିତି ପୋଲିସ ଇନ୍ସପେକ୍ଟର ତାର କାମ କରିବ। ତ ମୋର 40 କିଲୋମିଟର ଭିତରେ କେବଳ ଗୋଟିଏ ଫାଣ୍ଡି, ତ 40 କିଲୋମିଟର ଭିତରେ ଯେତିକି କେସ୍ ଆସିବ ମୁଁ ଗୋଟାଏ ଅଫିସର କେତେ କୁଆଡ଼େ ଦୌଡ଼ିବି କହିଲେ। ତେଣୁ ଇଏ ମ୍ୟାଡ଼ାମ୍ ଜଣକ ମୋତେ ବାରମ୍ବାର ଡିଷ୍ଟର୍ବ କରୁଛନ୍ତି ଯେ, ମୁଁ ସେଇ କଥା କହୁଛି ଯେ ମୋର 40 କିଲୋମିଟର ଭିତରେ କ'ଣ ତମେ ଏକିଟିଆ ଅଛ, ତମ ପାଖକୁ ଖାଲି ମୁଁ ଯାଉଥିବି ଆସୁଥିବି, ମୋର କ'ଣ କିଛି କାମ ନାହିଁ? ତ ପୋଲିସ ଇନ୍ସପେକ୍ଟରଟା ସବୁବେଳେ ଅନେଷ୍ଟ ରହିଛି, ଆଉ ସେ କେସ୍ଟାକୁ ସଲ୍ଭ କରିବା ପାଇଁ ଚେଷ୍ଟା କରିଛି। ଇଟ୍ସ ଏ କେସ୍। ହଁ ମୁଁ କହେ, କିନ୍ତୁ ତା ଅର୍ଥ ନୁହେଁ ଯେ ମୁଁ ସବୁବେଳେ ସବୁଠିକି କହିବି। ବ୍ୟବସ୍ଥା ଠିକ ନାହିଁ ଆଉ ପର୍ଯ୍ୟାପ୍ତ ଫାଣ୍ଡି ନାହିଁ, ଆଉ ଆଜି ବି ଓଡିଶାର ଗାଁ ମାନଙ୍କରେ ପର୍ଯ୍ୟାପ୍ତ ଫାଣ୍ଡି ନାହିଁ, ଥାନା ନାହିଁ। ହଁ, ମାନେ ଲୋକ ସଂଖ୍ୟା ଯୋଉ ଭଳି ଭାବରେ ବଢିଗଲାଣି ସେଇ ହିସାବରେ ଫାଣ୍ଡି ହେବା ଦରକାର। କେତିକି ଲୋକଙ୍କୁ କେତେ ଫାଣ୍ଡି ହେବା ଦରକାର ସେଟା ସରକାର ତାଙ୍କର ବୁଝିବା ଦରକାର, କିନ୍ତୁ ଗୋଟାଏ ଫାଣ୍ଡି ଉପରେ ସବୁ ଗୁଡାକ ପକେଇଦେଲେ କେମିତି ହବ? ଗୋଟାଏ ଲୋକ କେତେ କରିବ? ଏନିୱେ, ପୋୟୋଦକମ ଗୋଟେ ନିଛକ ଓଡ଼ିଆ ଚଳଚ୍ଚିତ୍ର ଆସୁଛି। ଇଟ୍ସ ଏ ମିକ୍ସ ଫିଲ୍ମ ବୋଲି କୁହାଯିବ, କମର୍ସିଆଲ ସହିତ ଆର୍ଟ ମିଶିକି ରହିଛି। ଆମର ଓଡ଼ିଶାର ଯେଉଁ ଆର୍ଟ ଆଣ୍ଡ କଲଚର ରହିଛି, ସବୁଠାରୁ ପୁରାତନ କଲଚର ହେଉଛି ମାଙ୍କର ଯେଉଁ ଯାତ୍ରା। ମା ସବୁବେଳେ ବିରାଜମାନ କରିଥାନ୍ତି, ପ୍ରତ୍ୟେକ ଗାଁ ଗହଳିରେ ବର୍ଷକୁ ଥରେ ମା ଆସିକି ପହଞ୍ଚନ୍ତି, ଏବଂ ଏମିତି ବି କଥା ଅଛି ଜଣେ ଜଣଙ୍କ ଦେହରେ ମା ନିଜେ ପଳେଇ ଆସନ୍ତି ଏବଂ ସେ କୁହନ୍ତି ଯେ ଏଇଭଳିଆ ତୋର ଅସୁବିଧା ଅଛି, ତୁ ଏମିତି ଆମେ ଦେଖିଛେ ଶୁଣିଛେ, ଏଇଟା ଆମ ପିଲାବେଳୁ ଆମେ ଜାଣିଛୁ, ଏବେ ବି ସେ ପ୍ରଚଳନ ରହିଛି। ତେଣୁ ଏଇଟା ସେଇଭଳିଆ କିଛି କନସ୍ପିରେସି ରହୁଛି, କାହାଣୀ ଭିତରେ ରହୁଛି, ଗୋଟେ ଟ୍ୱିଷ୍ଟ ରହୁଛି, ଗୋଟେ କେସ୍କୁ ସଲ୍ଭ କରିବା ପାଇଁ ଗୋଟେ ମାଧ୍ୟମ ରହିଛି, ବହୁତ ଗୁଡ଼େ କଥା। ଆପଣ ଟ୍ରେଲର ଦେଖିଥିବେ ଯେ ସେ ପଚାରୁଛି ଯେ ମୁଁ କ'ଣ ତମ ସ୍ୱାମୀ, ମାନେ ମୁଁ ତମ ସ୍ୱାମୀ କହୁଛି, ତାମାନେ ସେଇ ସ୍ୱାମୀ ପାଖରେ କଥାଟା ଅଛି। ସ୍ତ୍ରୀ ଜାଣିପାରୁନି ସ୍ୱାମୀ କାହାର, ଏଇଟା କାମ କାହାର? ପୋଲିସ ଜଣେଇଦବ ଯେ ଇଏ ତମ ସ୍ୱାମୀ। କେସ୍ ଆସିଲା ମାନେ ଯୋଉ କେସ୍ ଆସିବ ସେ କେସ୍ଟାକୁ ସେ ସଲ୍ଭ କରିବ। ସେ ସ୍ୱାମୀର କେସ୍ ହେଇଥାଉ, ସେ ସ୍ତ୍ରୀର କେସ୍ ହେଇଥାଉ, ମର୍ଡର କେସ୍ ହେଇଥାଉ, କିଛି ବି କେସ୍ ହେଇଥାଉ ବା ଚୋରି କେସ୍ ହେଇଥାଉ, ପୋଲିସର ଦାୟିତ୍ୱ ହେଉଛି ତାକୁ ଜଷ୍ଟିସ୍ ଦବ। ଯୋଉ ଯିଏ ଆସିଛନ୍ତି, ଯିଏ କେସ୍ଟାକୁ ନେଇକି ଆସିଛନ୍ତି, ମତେ ନ୍ୟାୟ ଦରକାର, ସେ ନ୍ୟାୟ ଦେବାର କାମଟା ହେଉଛି ପୋଲିସର ଏବଂ ସରକାରଙ୍କର, ବା ଲ ଯୋଉଟା ଆମର କୋର୍ଟ ଅଛି, କୋର୍ଟ ଦବ, ନ୍ୟାୟ ଦବ। ଯଦି କୋର୍ଟ ନ୍ୟାୟ ଦେଇପାରୁନି, ଲୋକଙ୍କର ଆଜି ବି ରହିଛି ବିଶ୍ୱାସ ରହିଛି ଭଗବାନ ଆସିବେ ମୋତେ ନ୍ୟାୟ ଦେବେ। ତ ଭଗବାନ ଯେତେବେଳେ ଆସୁଛନ୍ତି, ଭଗବାନ କିଏ କାହିଁକି, ଏଟା ହେଉଛି ବିଶ୍ୱାସର କଥା। ତ ଏଇ ସବୁ କଥା ଗୁଡ଼ାକ ତାରି ଭିତରେ ଖୁନ୍ଦି ହେଇକିରି ଅଛି। ପୋଲିସ ବି ଅଛି, କୋର୍ଟ ବି ଅଛି, ମାନେ ଭଗବତ ବିଶ୍ୱାସ ବି ରହିଛି, ଆଉ ଆମ କାହାଣୀ ତ ଆମ ଭିତରେ ଅଛି। ତେଣୁ ଆଉ ୟା ଭିତରେ ଦେଖିବେ ଗାଁର କାହାଣୀ, ଗାଁର ଚରିତ୍ର, ଗାଁର ଚିତ୍ରପଟ। ଏଠି ପୁରା ନଦୀ ଅଛି, ସେଇ ପାହାଡ଼ ଅଛି, ସେଇ ଆପଣ ଦେଖିବେ ଧାନ ବିଲ ଅଛି, ସେଇ ଘର ଅଛି, ତ ଆପଣଙ୍କୁ ଓଡ଼ିଆ ଓଡ଼ିଆ ଲାଗିବ। ଏବଂ ଆମ ଗାଁ ସାହି ଭିତରେ ଯେଉଁ ଘଟଯାତ୍ରା ହୁଏ, ଯେଉଁ ମାନେ ମାଙ୍କର ଯାତ୍ରା ହୁଏ, ସେ ଯାତ୍ରାଟାକୁ ବି ଆପଣ ଦେଖିବେ। ସୋ ଇଟ୍ସ ରିଏଲି
ମାନେ ଟ୍ରେମେଣ୍ଡସ୍ କନସେପ୍ଟ ପୋଲିସ ପୋଲିସ ଜାଗାରେ ଆଉ ଭଗବତ ବିଶ୍ୱାସ ଗୋଟେ ଭଗବତ ବିଶ୍ୱାସ ତା ଜାଗାରେ ଦି ଜଣ ଯାକ ତାଙ୍କ କାମ କରୁଛନ୍ତି କିନ୍ତୁ ଉପରୁ ଗୋଟେ ନିର୍ଦ୍ଦେଶ ଆସିବ ଭଗବତ ଆପଣ ଯଦି ଭଗବତ ବିଶ୍ୱାସୀ ଅଛନ୍ତି ତାହେଲେ ଆପଣଙ୍କୁ ସେ ପାୱାର ମୁଣ୍ଡକୁ ଆସିବ ପୋଲିସର ମୁଣ୍ଡକୁ ବି ଆସିବ ଯେ ତୁ ଏଇ ବାଟରେ ଯା ତୁ ସେଇ ବାଟରେ ଯା ତତେ ଠିକ ନ୍ୟାୟର ରାସ୍ତା ଦିଆଯିବ ତୁ ଏଇ ବାଟରେ ଗଲେ ତତେ ତୁ ଠିକ କଲପ୍ରିଟଟାକୁ ଧରିପାରିବୁ ତେଣୁ ଆଜି ବି ପୋଲିସ ବହୁତ ଭଲ ପୋଲିସ ଅଫିସର ଅଛନ୍ତି ଯେଉଁମାନେ ଏତେ ମାତ୍ରାରେ ବିଶ୍ୱାସୀ ଅଛନ୍ତି ଯେ ତାଙ୍କୁ ଭଗବାନ ମାନେ ବାଟ ଦେଖାନ୍ତି ଏଇ ବାଟରେ ଯା ବୋଲି ଏବଂ ତାଙ୍କୁ